ଦାମ ମଉସା ମରିଗଲା। ଏବେ 2 ଦିନ ତଳେ ଗାଁକୁ ଆସିଥିଲା। ମଉସା ମାଉସୀ ମରିବାର 12 ଦିନ ଗାଁରେ ଭୋଜି ଦେବା କଥା। ତା ସାନ ପୁଅ କ'ଣ 2 ଦିନରେ ଭୋଜି ଦେଇ ଦେଉଛି? ନା, ଏଇଟା ଯାହାହେଲେ ଗୋଟେ ଘଟଣା ଘଟିଛି। ଦେଖି ଦାମ ମଉସାଙ୍କ ମୋବାଇଲକୁ ଫୋନ୍ କଲେ ଜଣାପଡ଼ିବ ସତ କି ମିଛ। କିଏ ଜଣେ ଫୋନ୍ କରିଛନ୍ତି, ନିଅ କଥା ହବ। ହ୍ୟାଲୋ, କିଏ ସେ କହୁଥିଲ? ହଁ ମଉସା, ମୁଁ ଦାସ ପୁଅ କହୁଥିଲି। ଓହୋ, ଆମ ପଡ଼ିଶା ଘରର ଦାସ ପୁଅ କହୁଥିଲୁ? ଆରେ ବାପା, ତୋ ଦେହ ପା ଭଲ ଅଛି ତ? କ'ଣ କହୁଥିଲୁ? ବୁଢ଼ା ତ ବଞ୍ଚିଛି, ତା ସାନ ପୁଅ କ'ଣ ବୁଢ଼ା ମରିଯାଇଛି ବୋଲି ଗାଁରେ ଭୋଜି କରିକି ଦେଉଛି? କି ଯୁଗ ହେଲା ରେ। ହଁ ମଉସା, ମୁଁ ଭଲରେ ଅଛି। ଆଉ ଜାଣିଛ ମଉସା, ତମ ପୁଅ ବାପି ତମେ ମରିଯାଇଛ ବୋଲି ଆଜିକୁ 12 ଦିନରେ ଗାଁରେ ଭୋଜି ଦେଉଛି। ମୁଁ ଏବେ 2 ଦିନ ତଳେ ତମକୁ ଗାଁରେ ଦେଖିଥିଲି, ସେଥିପାଇଁ ଫୋନ୍ କରିକି ପଚାରିଲି। କ'ଣ କହିଲୁ? ମୁଁ ମରିଯାଇଛି ବୋଲି ମୋ ସାନ ପୁଅ ଗାଁରେ ଭୋଜି ଦେଉଛି? ହଁ ମଉସା, ଆଉ ମୁଁ ଫୋନ୍ କରିକି ପଚାରିଲି ବୋଲି ମୋ କଥାକୁ ଖରାପ ଭାବିଲ କି ମଉସା? ନାଇଁରେ ପୁଅ, କାହିଁକି ଖରାପ ଭାବିବି? ତୁ କ'ଣ ମୋତେ ମିଛ କଥା କହୁଛୁ ଯେ ତୋ କଥା ମୁଁ ଖରାପ ଭାବିବି? ହଁ, ହଉ, ଫୋନ୍ ରଖେ। ହଉ ମଉସା, ରଖୁଛି। କି ଯୁଗ ହେଲା ରେ ଭାଇ। ବୋପା ବଞ୍ଚି ଥାଉ ଥାଉ ପୁଅ ଏଠି ଲଣ୍ଡା ହୋଇକି ଗାଁ ଯାକକୁ ଭୋଜି ଖୁଆଉଛି। ଗାଁରେ କିଏ ମରିଗଲା କି? କିଏ ଫୋନ୍ କରିଥିଲା? ହ୍ୟାଲୋ, ଆମ ଗାଁରେ କେହି ମରିନାହାନ୍ତି। ମୁଁ ମରିଯାଇଛି ବୋଲି ଦାସ ପୁଅ ଫୋନ୍ କରିକି କହିଲା। ଆମ ସାନ ପୁଅ ଲଣ୍ଡା ହେଇକି ଗାଁ ଲୋକଙ୍କୁ ଭୋଜିଭାତ କରିକି ଖୁଆଉଛି। କ'ଣ କହିଲ? ତମେ ବଞ୍ଚିଥାଉ ଥାକା ତମ ସାନ ପୁଅ ଶୁଦ୍ଧକ୍ରିୟା କରିକିରି ନଣ୍ଡା ହେଇକିରି ପିଣ୍ଡଦାନ କରିଦେଲା? ହଁ ଲୋ, ମୁଁ ବାପ ହେଇକି ପୁଅ ପାଇଁ ଯାହା ନ କରିବା କଥା ମୁଁ କରିଦେଇଛି। କାହିଁକି କାନ୍ଦୁଛ? ସବୁ ତ ଜାଣି ଶୁଣିକିରି କରିଲ। ସବୁ ଜମିବାରିତିକ ବଡ଼ ପୁଅ ନାଁରେ କରିଦେଲ। ବଡ଼ ପୁଅ କ'ଣ ଦିହକ ଯାକ ପୋଷିବ? ତମେ ବାପ ହେଇକିରି ସାନ ପୁଅ କଥା ଥରେ ଚିନ୍ତା କଲନି କି ସାନ ପୁଅକୁ ଟିକେ ଅନେଇଲନି? ଓହୋ, ସେଥିପାଇଁ ତାହେଲେ ମୋ ସାନ ପୁଅ ଆଜି ବାପ ବଞ୍ଚି ଥାଉ ଥାଉ ପିଣ୍ଡଦାନ କରିଦେଲା।